ଓଡ଼ିଆ ଗଳ୍ପରେ ଧର୍ମ ଧର୍ମର ସ୍ରଷ୍ଟା ଭଗବାନ ସେ ହିଁ ମଣିଷ ପାଇଁ ଧର୍ମକୁ ସୃଷ୍ଟି କରିଛନ୍ତି। ଧର୍ମକୁ ଶୈତାନ ଜରିଆରେ ଏକରୁ ଅନେକ ବି କରାଇଛନ୍ତି। ମଣିଷ ମନରେ ଦ୍ୱନ୍ଦ୍ୱ ସର୍ଜି ତାକୁ ପରୀକ୍ଷାରେ ପକାଇବା ପାଇଁ। ଆଉ କହିଛନ୍ତି ମୁଁ ଭଗବାନ ଯାହା ଚାହେଁ କରେ। ସେଥିପାଇଁ ଧର୍ମକୁ ବିଶ୍ୱାସ ଓ ଅବିଶ୍ୱାସ ରୀତିରେ ମଣିଷ ଗ୍ରହଣ କରିଛି। ସ୍ୱର୍ଗ ନର୍କକୁ ଯିବାର ଜୀବନ ଲକ୍ଷ୍ୟ ନେଇ ମଣିଷକୁ ସୃଷ୍ଟି କରିଛନ୍ତି ବୋଲି ସେ ମଣିଷକୁ ଯେମିତି ନଚାଇ ପାରିବେ ତାଙ୍କର ଇଚ୍ଛା ଅନୁଯାୟୀ। ଆଉ ଯେଉଁଥିପାଇଁ ମଣିଷ କହିଛି ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଓଟାରି ତେଣିକି ଯାଇ। ଯେଣେ ଇଚ୍ଛା ତେଣେ ଯା ଭାଗ୍ୟ ଘେନି ବୁଲୁଥା। ଭାଗ୍ୟଂ ଫଳତି ସର୍ବତ୍ରଂ ନ ବିଦ୍ୟା ନ ଚ ପୌରୁଷମ୍। ଶକ୍ତି ନାହିଁ ବଶ୍ଚ କାହାରି ଜଗତେ ନିୟତିକି ନେବ ନିଜ ଇଚ୍ଛା ପଥେ। ନନ୍ଦିକେଶ୍ୱରୀ କାବ୍ୟ ରାଧାନାଥ ରାୟ। ତେଣୁ ଭାଗ୍ୟ କଥା ଆସିଲେ ଭଗବାନଙ୍କର କଥା ଆପେ ଆସିଯାଏ। ଭଗବାନଙ୍କ ପାଇଁ ଭାଗ୍ୟ ଆଉ ତା'ର ନିୟତି। ଠିକ୍ ଧର୍ମକୁ ଜୀବନରେ ନ ଆଚରିଲେ ମାନିବା ରୀତିରେ ପାଳନ ଭିତ୍ତିରେ ମଣିଷକୁ ନିଶ୍ଚିତ ନର୍କଗାମୀ କରାଇବାର ଧମକ ବି ଭଗବାନ ଦେଇଛନ୍ତି। ଏବେ ମଣିଷ ଯାହା କରିବ କରୁଥାଉ। ଧର୍ମ ମଣିଷ ଜୀବନର ଅନ୍ତର୍ଗତ। ଆଉ ସାହିତ୍ୟରେ ମଣିଷର ଜୀବନର ମୂଳତଃ ବ୍ୟାଖ୍ୟା ହିଁ ଥାଏ। ସେଥିପାଇଁ ସାହିତ୍ୟ ରଚନାରେ ଧର୍ମର କଥା ସ୍ୱତଃ ଆସେ। ଓଡ଼ିଆ କ୍ଷୁଦ୍ରଗଳ୍ପ ଜୀବନର ଏକାଂଶର ସୃଜ୍ୟମାନ କଳାତ୍ମକ ଚିତ୍ରଣ। ଏଥିରେ ଜୀବନର ବହୁମୁଖୀ ବ୍ୟାପକତାର ଚିତ୍ର ନଥାଇ ଉପନ୍ୟାସ ବା କାବ୍ୟ ଭଳି ଏକ ଦିଗରୁ ଜୀବନର ବର୍ଣ୍ଣନା ଥାଏ। କିନ୍ତୁ ପ୍ରଭାବଦୀପ୍ତ ହେବା ନହେବା ଗାଳ୍ପିକ ଅନୁଯାୟୀ ସାଧିତ। ଓଡ଼ିଆ କ୍ଷୁଦ୍ରଗଳ୍ପରେ ଗାଳ୍ପିକ ସଚ୍ଚିଦାନନ୍ଦ ରାଉତରାୟଙ୍କର ମାଟିର ତାଜ ଗଳ୍ପରେ ମଦନା ଓ ଅମିନା ଜନୈକ ଗ୍ରାମର ହିନ୍ଦୁ ଓ ଇସଲାମ ଧର୍ମ ପାଳିତ ବିଶ୍ୱାସର ଦୁଇ ଦାୟାଦ ବା ପ୍ରତିନିଧି। ଦୁହେଁ ପିଲାବେଳରୁ ପଡ଼ୋଶୀ ବେଶ୍ ପରିଚିତ ଥିବା କାରଣରୁ ପରସ୍ପରର ସାଥୀ ଥିବାରୁ ଭଲ ପାଉଥିଲେ। ବଡ଼ ହେବା ପରେ ବିବାହର ସ୍ୱପ୍ନ ଦେଖିଥିଲେ। ହେଲେ ଧର୍ମ ବାଡ଼ ବା ପ୍ରତିବନ୍ଧକ ହୋଇ ଠିଆ ହେବାରୁ ଅମିନାର ବାହା ହେବାର ବୟସ ଆସିବାରୁ ମଦନାକୁ ଆଉ ଦେଖାଦେଲା ନାହିଁ। ରକ୍ଷଣଶୀଳ ବାପା ଦିଲିର ଖାଁ ବିଡ଼ି ବେପାରୀ କହିଲା ଅମିନା ବଡ଼ ପିଲା ହେଲାଣି ଆଉ ତୋ ସାଙ୍ଗେ ଖେଳିବ ନାହିଁ କି ହେବ ନାହିଁ। ଅମିନା ମଧ୍ୟ ବାହା ନିକା ହୋଇ ଜଣେ କାଳିଆ ଦାଢ଼ିଆ ଲୋକ ସହିତ ଶାଶୁଘରକୁ ଗଲେ ମଧ୍ୟ ସ୍ୱାମୀ ସହିତ ସୁଦୀର୍ଘ ଦାମ୍ପତ୍ୟ ଜୀବନ ନ ବିତାଇ ସ୍ୱାମୀଠାରୁ ତଲାଖ ଆଦାୟ କରି ବଳଦ ଗାଡ଼ି ଖଣ୍ଡକରେ ଜିନିଷ ଲଦି ବାପା ଘରକୁ ଚାଲି ଆସିଲା। ବଳଦ ବେକର ଘଣ୍ଟି ଘାଗୁଡ଼ି ଶୁଣି ପଡ଼ିଶା ଘରର ମଦନା ଭାତ କଂସାରୁ ଦରଖିଆ ଉଠିଆସି ଦେଖିଲା ଅମିନାକୁ। ଅମିନା ମଦନା ଭାଇ ସଲାମ କହି ଘରକୁ ପଶିଗଲା। ଅମିନା ବାହା ହୋଇ ଯିବା ପରେ ମଦନା ପାଖ ଗାଁରୁ ତୋଳା କନିଆ ରୀତିରେ ଗୁରୁବାରୀକୁ ବାହା ହୋଇ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ଅମିନା ପକ୍ଷରେ ଅସହ୍ୟ ହେଲା। ଗୁରୁବାରୀ ସାଥିରେ କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା ରୀତିରେ ଝଟାପିଟା କଜିଆ କଲା। ସାନ ଭଉଣୀ ମରିୟମ ଉପରକୁ ହାତ ଉଠାଇ ମାରିଲା। ସାଇ ପଡ଼ିଶା ଅମିନା ଜ୍ୱାଳାରେ ଅତିଷ୍ଠ ହୋଇ ପଡ଼ିଲେ। ଗୁରୁବାରୀ ସଞ୍ଜ ବୁଡ଼େ ମଦନା ରାଜମିସ୍ତ୍ରୀ ପଥର ସୁଆଁସ କଟା କାମ ସାରି ଘରକୁ ଫେରିଲେ। କହିଲା ପଠଉଣୀଟାର ଯୋଉ ମୁହଁ କଥାଗୁରା ଚାହୁଁକିନା ଖଣ୍ଡାଧାର ପରି ଦିହରେ ଗଡ଼ିଗଲା। ମା ଲୋ ଏଡ଼ିକି କଜିଆ ଖୋଲଣି ମାଇକିନା ପୁଣି ଜଗତରେ ଅଛନ୍ତି। ନ ଜାଣି କରି ଘଇତା ଛାଡ଼ପତ୍ର ଦେଇଛି ମଲା। ସେଇ ସାହିରେ କ'ଣ ଆଉ ତିରିଲା ନାହାନ୍ତି? ଏଇ ତ ଜୁଲେଖା ଅଛି, ଜୁବେଦା ଅଛି, ହାମିଦୁନିସା ଅଛି। ୟା ପରି କିଏ କରି କରୁଛି? ତାଙ୍କମାନଙ୍କ ପାଟି ଫାରକ ଦିଫାର ହେବାର କେହି କେବେ ଦେଖିଛି ନା ଶୁଣିଛି? ମଦନା ସବୁ ଶୁଣେ। ହେଲେ ପିଲାଦିନର ପଡ଼ିଶା ଓ ସାଙ୍ଗ ବୋଲି କିଛି ମୁହଁ ହୁଡ଼ି ସାମ୍ନା ସାମ୍ନି ଅମିନାକୁ କହିପାରୁ ନଥିଲା। ଗୁରୁବାରୀକୁ ଛାଡ଼ି ମଦନାକୁ ଗାଳି ଦେଇ କହିଲା ହାରାମଜାଦା ମାଇପ ସୁଆଗୀ ହେଉଛି। ଚିହ୍ନି ନାହିଁ ମତେ? ଦିହିଁଙ୍କର ଖୁନ୍ ନିକାଲି ଦେବି।
ଅବଚେତନ ଭିତିରି ମନରେ ମଦନାକୁ ଭଲ ପାଇ ବିବାହ ହୋଇ ନ ପାରିବାର ଦୁଃଖରେ ଅମିନା ଏତେ ଦୂର ଅଶାନ୍ତ ଥିଲା ଯେ ଶେଷରେ ନିମୋନିଆରେ ପୀଡ଼ିତ ହୋଇ ମରିବାର ଦେଖି ଗୁରୁବାରୀ କହିଛି, ମଲା ନାହିଁ ଯେ ମୋର କାର ଗଲା। ଓଡ଼ିଶାର ଗ୍ରାମ୍ୟ ଜୀବନର ଚରିତ୍ର ଓ ଭାଷା ବୋଲି ବଚନକୁ ସୂକ୍ଷ୍ମ ଅନୁଧ୍ୟାନକାରୀ ସ୍ୱରୂପ ନିମ୍ନବର୍ଗ ଲୋକେ କେମିତି କଥା କହିଥାନ୍ତି ଲେଖକ ଦର୍ଶାଇଛନ୍ତି। ଅମିନା ପିଲାବେଳେ ଜଣେ ମୁସଲମାନ ଲୋକର କବରକୁ ଦେଖାଇ ମଦନାକୁ କହିଥିଲା, ମୁଁ ମଲେ ମୋ ପାଇଁ ଏମିତି ଏକ କବର ତିଆରି କରିଦେବୁ। ମଦନା ଅମିନାର ଭଲ ପାଇବାର ଅମର ପ୍ରେମର ସ୍ମାରକୀର ସନ୍ତକରେ ଅମିନାର କବର ଉପରେ ସମାଧିଟିଏ ତୋଳିଦେଲା। ତାଜମହଲ ମାଟିର ମୁକୁଟ ଧର୍ମ ପ୍ରେମକୁ କେମିତି ତଳିତଳାନ୍ତ କରିଛି ମାଟିର ତାଜ ଗଳ୍ପଟି ପାଠକକୁ ଜଣାଏ। ସେହିପରି ଗାଳ୍ପିକ ଅନନ୍ତ ପ୍ରସାଦ ପଣ୍ଡାଙ୍କର ମଣିଷ ନାମକ ଗଳ୍ପରେ ପାଠକ ଈଶ୍ୱରୀୟ ଧର୍ମକୁ ନ ଦେଖି ମାନବୀୟ ଜୀବନ ବିତାନର ସ୍ୱଭାବ ଧର୍ମକୁ ଉଦାରବାଦିତା ଦୃଷ୍ଟିରୁ ଦେଖିବାକୁ ପାଇବ। ବଙ୍ଗଳା କବି ଚଣ୍ଡୀଦାସ କହିଛନ୍ତି, ସବାଇ ଉପରେ ମାନୁଷ ସତ୍ୟ, ତାରି ଉପରେ କିଛି ନାହିଁ। ମଣିଷ ପାଇଁ ଧର୍ମ ନିର୍ମିତ, ମଣିଷ ନଥିଲେ ଧର୍ମ ନାହିଁ। ସୁରେଶ ଓ ସୁରଭି ଦୁଇ ଡାକ୍ତର ଡାକ୍ତରାଣୀ କଲେଜରୁ ପଢ଼ିବା ବେଳୁ ପରସ୍ପରକୁ ଭଲ ପାଇଛନ୍ତି। ସୁରେଶ ହିନ୍ଦୁ ଯୁବକ, ସୁରଭି ଖ୍ରୀଷ୍ଟିଆନ ଯୁବତୀ। ଘରେ ଦୁହେଁ ସେମାନଙ୍କର ବିବାହ ପ୍ରସ୍ତାବ ପକାଇଥିଲେ। ହେଲେ ଧର୍ମର ଦ୍ୱାହି ଦେଖାଇ ପରସ୍ପରର ପରିବାର ବର୍ଗ ଦୁହିଁଙ୍କୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ହେବାକୁ କହିବାରୁ ଦୁହେଁ ରାଜି ନ ହୋଇ ଦୁଇଟି ଫୁଲମାଳ ଏବଂ ମୁଦି ପିନ୍ଧାର ବିନିମୟରେ ନିଜେ ନିଜେ ବିଭା ହୋଇ ପଡ଼ିଲେ। ମାନବର ସ୍ୱଭାବ ଧର୍ମକୁ ପ୍ରାଧାନ୍ୟ ଦେଇ। ମିଆଁ ବିବି ରାଜି ତ କିଆ କରେଗା କାଜୀ ବୋଲି ଓଡ଼ିଆରେ କଥା ଅଛି। ସୁରେଶ ମା ପୀଡ଼ିତ ହୋଇ ସୁରେଶଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି। ବୋହୂ ସୁରଭି ଲେଡି ଡାକ୍ତର। ଶାଶୁଙ୍କର ଅବିଶ୍ରାନ୍ତ ସେବା କରିବାରେ ସୁରେଶଙ୍କ ମା ସୁସ୍ଥ ହୋଇ ଦେଖୁଥାନ୍ତି। ଜଣେ ସୁନ୍ଦରୀ ନାରୀ ତାଙ୍କ ସେବାରେ ନିଜ ମନ ପ୍ରାଣକୁ ଢାଳି ଦେଇଛି। ପୁଅକୁ ପଚାରି ଜାଣିବାକୁ ପାଇଲେ ସେ ତାଙ୍କ ବୋହୂ। ପୁଅ ବୋହୂଙ୍କୁ କୁଣ୍ଢାଇ ଆଶୀର୍ବାଦ ଛଳରେ କହିଲେ, ମା ତୋ ଭଳିଆ ବୋହୂ ପାଇ ମୁଁ ଅନ୍ଧୁଣିରୁ ଆଖି ପାଇଯାଇଛି। ତୁ ମୋର ଗୃହଲକ୍ଷ୍ମୀ। ଭଗବାନ ତୁମ୍ଭମାନଙ୍କର ମଙ୍ଗଳ କରନ୍ତୁ। ମଣିଷ ନାମର ଏଇଠି ସାର୍ଥକତା। ମାମାଚରଣ ମିତ୍ରଙ୍କର ହୋଲି ନାମକ ଗପରେ ଧର୍ମ ନାମରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇ ଜୀବନର କ୍ଷୟକ୍ଷତି କଥା ବର୍ଣ୍ଣିତ। ଗଳ୍ପର ପ୍ରଥମାଂଶରେ ବସନ୍ତ ଋତୁର ପ୍ରବନ୍ଧ ସୁଲଭ ବର୍ଣ୍ଣନା ଗାଳ୍ପିକ ଦେଇଛନ୍ତି। ରାମ ପ୍ରଧାନ ଓ ରହିମ ଖାଁ ଦୁଇ ଚାଷୀ, ପରସ୍ପରର ବନ୍ଧୁ। ଦୁହିଁଙ୍କର ଜୀବନ ସୁରୁଖୁରୁରେ ବିତୁଥିଲା। ଏକଦା ହୋଲି ପର୍ବ ଓ ଇଦ୍ ଗୋଟିଏ ଦିନରେ ପଡ଼ିଲା। ରହିମ ଖାଁର ଘରର ପୁଅମାନେ ଇଦ୍ ନମାଜ ପଢ଼ି ଫେରୁଥିବା ବେଳେ ରାମ ପ୍ରଧାନ ଘରର ପୁଅମାନେ ହୋଲି ଖେଳରେ ବ୍ୟସ୍ତ ଥିଲେ। ସାଙ୍ଗ ମିତ୍ର ବୋଲି ଭାବି ଇଦ୍ ପୋଷାକର ନୂଆ ଲୁଗାରେ ରଙ୍ଗ ପିଚକାରୀ କେହି ଜଣେ ମାରିଦେବାରୁ ଇଦ୍ ଖୁସି ପାଣି ଫାଟିଗଲା। ସେଇଠୁ ସୃଷ୍ଟି ହେଲା କଳି ଝଗଡ଼ା, ଦଙ୍ଗା ଫିସାଦ। ମରାମରିରେ ଲୋକ ନିହତ ହେଲେ, ଆଘାତ ପାଇଲେ। ରକ୍ତ ରଞ୍ଜିତ ହେଲା ମିତ୍ରତାର ଭୂମି। ଅନୁତାପ ଆସିଲା ବେଳକୁ ଅନେକ କିଛି ଦୁଃଖ ମିଳିସାରିଥିଲା ମଣିଷର ସୁନ୍ଦର ମହନୀୟ ଜୀବନକୁ। ରଙ୍ଗ ଉତ୍ସବର ହୋଲି ଜୀବନକୁ ରକ୍ତ ରାଗର ହୋରି କରିଦେଲା। ସେଇ ଗାଁର ବାଟ ଦେଇ ଧର୍ମ ପରିବ୍ରାଜକ ଦଳ ସକାଳୁ ଧର୍ମର ଶାନ୍ତିମୟ ବାର୍ତ୍ତା ପ୍ରଚାର କରି ଯାଉଥିଲେ ମଧ୍ୟ ମଣିଷର ବୁଝାମଣାରେ ସେଥିରେ ସହମତ ହୋଇପାରି ନଥିଲା। ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ରଙ୍କର ମାଙ୍କଡ଼ ଦିଆସି ଗଳ୍ପରେ ଜଣେ ମୁସଲମାନ ମାଙ୍କଡ଼ ନଚାଳି ନାମ ଯାହାର ଲତା ମିଆଁ ଓରଫ ମହମ୍ମଦ ଲତିଫ ଗାଁକୁ ଗାଁ ବୁଲି ମାଙ୍କଡ଼ ନଚାଇ ପେଟ ପୋଷେ। ମାସେ 15 ଦିନରେ ଘରକୁ ଫେରେ। ଘରେ ମିଆଁର ବିବି ଜୈତୁନ ଏକାକିନୀ ଘରେ ଥାଏ। ବିବି ଜୈତୁନକୁ ଏକାକୀ ରହିବା ବାଧିବାରୁ ସେ ପରପୁରୁଷକୁ ନିଜର ନାରୀତ୍ୱ ଦେଇ ବସିଛି, ଯାହାକି ଇସଲାମୀୟ ଧର୍ମୀୟ ନୀତି ଓ ନୈତିକତା ଦୃଷ୍ଟିରୁ ଏକାନ୍ତ ଗର୍ହିତ। ଗଳ୍ପରେ ଧର୍ମର ପ୍ରତ୍ୟକ୍ଷ ଭୂମିକା ମୁଖ୍ୟ ଚରିତ୍ର ଲତା ମିଆଁ ପାଖରେ କାମ କରିଛି। ଲତା ମିଆଁ ମାଙ୍କଡ଼ ନଚାଇ ପେଟ ପୋଷିବା ପାଇଁ ବାରଦୁଆର ଶୁଣ୍ଡି ପିଣ୍ଡା ହୋଇ ବୁଲିଲେ ମଧ୍ୟ ନମାଜ ନିୟମିତ ପଢ଼େ। ନମାଜ ପଢ଼ାରେ ତାର ଓଲମ ବିଲମ ନଥାଏ, ବ୍ୟତିକ୍ରମ ଆସେନା। ଆଲ୍ଲାହଙ୍କ ଉପରେ ଅଚଳାଚଳ ଭକ୍ତି, ଅଖଣ୍ଡ ବିଶ୍ୱାସ। ହେଲେ ବିବି ଜୈତୁନ ସ୍ୱାମୀର ଦାରିଦ୍ର୍ୟକୁ ଭିତର ଅବଚେତନ ମନରେ ଭଲ ପାଇ ପାରୁନଥିଲା। ସେ ଚାହୁଁଥିଲା ଅର୍ଥ।
ଏଇ ଚାହିଁବା ହେତୁ ଘର ଛାଡ଼ି ଘରର ଏରୁଣ୍ଡି ବନ୍ଧ ଡେଇଁ ତାର ପ୍ରୀତିବନ୍ଧୁ ସହିତ ପଳାୟନ କରିଛି। ସ୍ୱାମୀ ଲତା ମିଆଁ ଫେରି ଦେଖିଛି ଘରର ଦାଣ୍ଡ ଦୁଆର ଶିକୁଳି ଦିଆଯାଇଛି। ବିବି ଘରେ ତାର ନାହିଁ। ବିବିର ବିଚ୍ଛେଦ ମିଆଁକୁ ବଡ଼ ଯନ୍ତ୍ରଣା ଦେଇଛି। ଦଉଡ଼ିଆ ଖଟରେ ଉପର ମୁହାଁ ଚିତ୍ ହୋଇ ଶୋଇ ମାଙ୍କଡ଼କୁ ନିଜର ଛାତି ଉପରେ ଶୁଆଇ ମାଙ୍କଡ଼ ସହିତ ଏକାକୀ ଦୁଃଖର ବାର୍ତ୍ତାଳାପ ଲୁହ ବୁହାଇ କରିଛି। ଆଖିର ଲୁହ ବୋହି ଲତା ମିଆଁର ଦାଢ଼ି ଦେଇ ମାଙ୍କଡ଼ର ବେକରେ ପଡ଼ିଛି। ଦିଆସି ବା ଭବିଷ୍ୟତ ପ୍ରବକ୍ତା ମାଙ୍କଡ଼କୁ ଲତା ପଚାରିଛି, ବୋଲ ଜୈତୁନ ବିବି କବ୍ ଘରକୁ ଲୌଟେଗି? ମାଙ୍କଡ଼ ଦୁଇଟି ଗୁଆ ଭିତରୁ ଗୋଟିକୁ ଉଠାଇଛି। ସେଇ ଗୁଆର ଭିତରିଆ ଉତ୍ତର ଲତା ବୁଝିଛି, ଢେର ହୈ। ଲତା ପୁଣି ପଚାରିଛି, ହେ ବନ୍ଦର, ଅଗର ତେରା ବିବି ତୁଝକୋ ଛୋଡ଼କେ ଚଲି ଯାତି ତ ତୁ କ୍ୟା କରତା? ବୋଲ। ମାଙ୍କଡ଼ ନିରୁତ୍ତର ରହିଛି। ଗପରେ ଜୈତୁନ ଚରିତ୍ର ଇସଲାମୀୟ ଧର୍ମତତ୍ତ୍ୱ ଅନୁଯାୟୀ ମନ୍ଦ ଚରିତ୍ରର ଥିଲା। କୋରାନ କହିଛି, ବେଶ୍ୟାବୃତ୍ତି କରନା, ତାହା ବହୁତ ମନ୍ଦ ରାସ୍ତା। ଯିଏ ଏପରି କରିବ ପ୍ରମାଣିତ ହେଲେ 80 ଥର ଚାବୁକ ମାଡ଼ ଖାଇବ ଅତି ନିର୍ଦ୍ଦୟତାର ସହିତ। ଇସଲାମୀୟ ଧର୍ମଶିକ୍ଷା ଜୈତୁନର ନଥିଲା। ଥିଲେ ସ୍ୱାମୀର ବୃତ୍ତିରେ ସେ ରାଜି ହୋଇ ପାରିଥାନ୍ତା, ସ୍ୱାମୀକୁ ନେଇ ଚଳିଥାନ୍ତା। ଏପରି ହୋଇପାରି ନାହିଁ। ଗଳ୍ପରେ ଧର୍ମର ଏହା ହିଁ ପ୍ରାୟୋଗିକ ଦିଗ। ଇସଲାମରେ ନାରୀ ସ୍ୱୈରାଚାରିଣୀ ହୋଇପାରିବ ନାହିଁ, ପରନ୍ତୁ ଜୈତୁନ ହୋଇଅଛି। ଏହିପରି ଓଡ଼ିଆ କ୍ଷୁଦ୍ରଗଳ୍ପରେ ଧର୍ମର ଭୂମିକା ପରିଲକ୍ଷିତ।